पिलाମାନେ ଆଜି ଷ୍ଟାର୍ଟ କରିବା ଆମ ସାହିତ୍ୟ ବହିର ଧୂଳି ଚାପ୍ଟର 5 କିଏ ଲେଖିଛନ୍ତି ଏଟା ବିଦ୍ୟୁତ ପ୍ରଭା ଦେବୀ। ଫାର୍ଷ୍ଟ କ୍ୱେଶ୍ଚନ୍ କ'ଣ ଦେଇଛି ଉତ୍ତର କୁହ। କ ଧୂଳିକଣା ନିଜକୁ କ'ଣ ବୋଲି କହିଛି? ଏହାର ଆନ୍ସର୍ ହେଉଛି ଏ ପୃଥିବୀର ଧୂଳିକଣା ନିଜକୁ ଖୁବ୍ ଛୋଟ ବୋଲି କହୁଛି। ନେକ୍ସଟ କ୍ୱେଶ୍ଚନ୍ ଧୂଳିକୁ କେଉଁମାନଙ୍କ ପାଦ ପୀଡ଼ା ଦିଏ? ଏହାର ଉତ୍ତର ହେଉଛି ଧୂଳିକୁ ସବୁ ଜୀବଜନ୍ତୁଙ୍କର ପାଦ ପୀଡ଼ା ଦିଏ। ନେକ୍ସଟ କ୍ୱେଶ୍ଚନ୍ କ'ଣ କହିଛି ଧୂଳି କିଭଳି ଭାବରେ ପୃଥିବୀ ଉପରେ ପଡ଼ି ରହିଛି? ଏହାର ଉତ୍ତର ହେଉଛି ଧୂଳି ନିର୍ବିକାର ଭାବରେ ପୃଥିବୀ ଉପରେ ପଡ଼ି ରହିଛି। ନେକ୍ସଟ କ୍ୱେଶ୍ଚନ୍ କ'ଣ କହିଛି ବିଷ ଜୀବଙ୍କ ବିଷୟରେ ଧୂଳି କ'ଣ କହିଛି? ଏହାର ଉତ୍ତର ହେଉଛି ଜଗତର ସୁଖ ଦୁଃଖ ସହିତ ଧୂଳିର କିଛି ସମ୍ପର୍କ ନାହିଁ, ହେଲେ ବିଶ୍ୱର ଜୀବଗଣ ତାରି ଦେହରେ ମିଶୁଛନ୍ତି ଏକଥା ସେ କହିଛି। ନେକ୍ସଟ କ୍ୱେଶ୍ଚନ୍ କ'ଣ ଦେଇଛି ସୃଷ୍ଟି ଆରମ୍ଭ ଦିନରୁ ଧୂଳିକଣା କ'ଣ ଦେଖୁଛି? ଏହାର ଉତ୍ତର ହେଉଛି ସୃଷ୍ଟିର ଆରମ୍ଭ ଦିନରୁ ଯେତେ ସବୁ ଅଭିଯାନ ପରିବର୍ତ୍ତନ ଘଟିଛି ବା ଘଟୁଅଛି ସେସବୁକୁ ଧୂଳିକଣା ଦେଖୁଛି। ନେକ୍ସଟ 2 ନମ୍ବର କ'ଣ କହିଛି ତଳେ ଦିଆଯାଇଥିବା ପ୍ରଶ୍ନର ଉତ୍ତର ଲେଖ। କ ଧୂଳିକଣା ନିଜକୁ ଅତି ସାନ ମାନିବାର କାରଣ କ'ଣ? ଏହାର ଉତ୍ତର ହେଉଛି ଏ ବିରାଟ ବିଶ୍ୱରେ ଅନ୍ୟାନ୍ୟ ଜୀବ ତୁଳନାରେ ଧୂଳିକଣା ଆକାର ଖୁବ୍ ଛୋଟ। ବିଶାଳ ଆକାଶ ତଳେ ଥିଲାବେଳେ ତାର ଆକୃତି ଖୁବ୍ କ୍ଷୁଦ୍ର ପରି ମନେ ହୁଏ, ତେଣୁ ସେ ନିଜକୁ ଅତି ସାନ ବୋଲି ମାନିଛି। ନେକ୍ସଟ କ୍ୱେଶ୍ଚନ୍ କ'ଣ ଦେଇଛି ଖରା ନିର୍ବିକାର ଭାବରେ ଧୂଳିକଣା କ'ଣ ସହେ? ତ ଏହାର ଉତ୍ତର ହେଉଛି ପୃଥିବୀର ସକଳ ଜୀବଜନ୍ତୁ ଧରାପଥରେ ପଡ଼ିଥିବା ଧୂଳିକଣା ଉପରେ ଯାତାୟାତ କରିଥାନ୍ତି, ତେଣୁ ଧୂଳିକଣା ଜୀବଜନ୍ତୁଙ୍କର ପାଦ ଆଘାତ ଜନିତ କଷ୍ଟ ନିର୍ବିକାର ଭାବରେ ସହିଥାଏ। ନେକ୍ସଟ କ୍ୱେଶ୍ଚନ୍ କ'ଣ କହିଛି କେଉଁ କଥା ଧୂଳିକଣା ଭଲ ଲାଗେ ଜାଣେ? ତ ଏହାର ଉତ୍ତର ହେଉଛି ଜଗତ ଦୁଃଖ ସୁଖ ସହିତ ଧୂଳିକଣାର କୌଣସି ସମ୍ପର୍କ ନାହିଁ, ସେ କିନ୍ତୁ ଭଲ ଭାବରେ ଜାଣେ ଯେ ବିଶ୍ୱର ସମସ୍ତ ଜୀବଜନ୍ତୁଙ୍କ ମୃତ୍ୟୁ ପରେ ତା ଦେହରେ ମିଶି ଏକାକାର ହେଉଛନ୍ତି। ନେକ୍ସଟ କ୍ୱେଶ୍ଚନ୍ କ'ଣ କହିଛି ଧୂଳିକଣା କାହିଁକି ନିଜର ମଥାକୁ ଦକ୍ଷ ବୋଲି କହିଛି? ଏହାର ଉତ୍ତର ହେଉଛି ଧୂଳିକଣା କିଛି କରିପାରେ ନାହିଁ, ସେ ଖୁବ୍ ଦରିଦ୍ର, ତାର କେହି ସାହା ଭରସା ନାହାନ୍ତି, ହେଲେ ପୃଥିବୀର ସକଳ ପ୍ରାଣୀଙ୍କ ପଦାଘାତଜନିତ ଚାପକୁ ସେ ମଥା ପ୍ରତି ନିର୍ବିକାର ଭାବରେ ସହିନିଏ, ତେଣୁ ସେ ତାର ନିଜ ମଥାକୁ ଦକ୍ଷ ବୋଲି କହିଛି। ନେକ୍ସଟ କ୍ୱେଶ୍ଚନ୍ କ'ଣ କହିଛି ନିମ୍ନରେ କେତୋଟି ପଦ କିଛି ଅଂଶ ଦିଆଯାଇଛି ଓ କିଛି ଅଂଶ ବାଦ ଦିଆଯାଇଛି, ସମ୍ପୂର୍ଣ୍ଣ ପଦ ଲେଖ। କ ପିଡୋଇ ନୀତି ମତେ ନିର୍ବିକାର ତଥାପି ମୁହଁ ପଡ଼ିଛି ଧରାପଥେ। ତ ଏହାର ଉତ୍ତର ହେବ ଜୀବଜନ୍ତୁ ଜୀବ ସବୁରି ପାଦେ ପିଡୋଇ ନୀତି ମତେ ନିର୍ବିକାର ତଥାପି ମୁହଁ ପଡ଼ିଛି ଧରାପଥେ। ନେକ୍ସଟ କ୍ୱେଶ୍ଚନ୍ କ'ଣ କହିଛି ଏତିକି ଜାଣି ବିଶ୍ୱ ଜୀବ? ତ ଏହାର ଉତ୍ତର ହେବ ଏତିକି ଜାଣି ବିଶ୍ୱ। ନେକ୍ସଟ କ୍ୱେଶ୍ଚନ୍ କ'ଣ କହିଛି ସୃଷ୍ଟି ଦିନ ଦେଖୁଛି ବସି ବିଶ୍ୱ ଅତି ସାନ? ତ ଏହାର ଉତ୍ତର ହେବ ସୃଷ୍ଟି ଦିନ ଦେଖୁଛି ବସି ସକଳ ଅଭିଯାନ ଆକାଶ ତଳେ ଧୂଳିକଣା ମୁଁ ବିଶ୍ୱ ଅତି ସାନ। ନେକ୍ସଟ କ୍ୱେଶ୍ଚନ୍ କ'ଣ ଦେଇଛି ସରଳ ଭାଷାରେ ବୁଝେଇ ଲେଖ। ଜୀବନେ ମୋର ନାହିଁ ତ କେବେକା ସାଥେ ଅଭିଯାନ? ଏହାର ଉତ୍ତର ହେଉଛି ନେକ୍ସଟ କ୍ୱେଶ୍ଚନ୍ କ'ଣ ଦେଇଛି ଜନ୍ତୁ ଜୀବ ସବୁରି ପାଦ ପିଡୋଇ ନୀତି ମତେ? ଏହାର ଉତ୍ତର ହେଉଛି ନେକ୍ସଟ କ'ଣ ଦେଇଛି ଜଗତେ ମୋର କିଏ ଯେ ଯାଏ ଆସେ ଦୁଃଖେ ଅବା ସୁଖେ? ଏହାର ଉତ୍ତର ହେଉଛି ନେକ୍ସଟ କ୍ୱେଶ୍ଚନ୍ ହେଉଛି ସକଳ ଚାପ ନେବାର ସହି ଦକ୍ଷ ଏ ମୋର ସ୍ଥିର? ଏହାର ଉତ୍ତର ହେଉଛି ନେକ୍ସଟ କ୍ୱେଶ୍ଚନ୍ କ'ଣ ଦେଇଛି ଆକାଶ ତଳେ ଧୂଳିକଣା ମୁଁ ବିଶ୍ୱ ଅତି ସାନ? ତ ଏହାର ଉତ୍ତର ହେଉଛି ନେକ୍ସଟ 5 ନମ୍ବର କ'ଣ କହିଛି ସମାନ ଅର୍ଥ ବୁଝାଉଥିବା ଆଉ ଗୋଟେ ଲେଖାଏଁ ଶବ୍ଦ ଲେଖ। କ'ଣ ଦେଇଛି ଜୀବନର ହେବ ପ୍ରାଣ, ଧରାର ବସୁଧା, ଜନ୍ତୁର ପ୍ରାଣୀ, ନିଃସ୍ୱର ଦରିଦ୍ର, ଦକ୍ଷର ସମର୍ଥ। ନେକ୍ସଟ କ୍ୱେଶ୍ଚନ୍ କ'ଣ କହିଛି ଗଦ୍ୟ ଆକାରରେ ଲେଖ ନିର୍ବିକାରେ ତଥାପି ମୁଁ ପଡ଼ିଛି ଧରାପଥେ? ତ ଏହାର ଗଦ୍ୟ ରୂପ ହେବ ମୁଁ ତଥାପି ନିର୍ବିକାର ଭାବରେ ଧରାପଥରେ ପଡ଼ି ରହିଛି। ନେକ୍ସଟ କ୍ୱେଶ୍ଚନ୍ କ'ଣ କହିଛି ଜଗତ ମୋର କିଏ ଯାଏ ଆସେ ଦୁଃଖେ ଅବା ସୁଖେ? ତ ଏହାର ଗଦ୍ୟ ରୂପ ହେବ ଜଗତର ଦୁଃଖ ସୁଖରେ ମୋର ବା କ'ଣ ଯାଏ ଆସେ ଅଛି?
ନେକ୍ସଟ କ୍ୱେଶ୍ଚନ୍ କ'ଣ କହିଛି? ବାକ୍ୟହୀନ ନିଃସ୍ୱମୋହି ଭରସାହୀନ ଚିର। ତାର ଗଦ୍ୟ ରୂପ ହେବ ମୁଁ ବାକ୍ୟହୀନ ନିଃସ୍ୱ ଓ ସର୍ବଦା ଭରସାହୀନ ଅଟେ। ନେକ୍ସଟ କ'ଣ କହିଛି? ସକଳ ଚାପ ନେବାର ସହି ଦକ୍ଷ ଏ ମୋର ଶିର। ତ ଏହାର ଗଦ୍ୟ ରୂପ ହେଉଛି ମୋର ଏହି ମଥା ସବୁ ପ୍ରକାର ଚାପକୁ ସହି ନେବାର ସମର୍ଥ ଅଟେ। ନେକ୍ସଟ କ୍ୱେଶ୍ଚନ୍ 7 ନମ୍ବର। କ ସ୍ତମ୍ଭରେ ଥିବା ଶବ୍ଦକୁ ଅର୍ଥ ଖ ସ୍ତମ୍ଭ ବାହାର କରି ଖାତାରେ ଲେଖ ଓ କ ସ୍ତମ୍ଭ ପ୍ରତ୍ୟେକ ଶବ୍ଦକୁ ନେଇ ବାକ୍ୟ ଗଠନ କର। କ ଏବଂ ଖ ସ୍ତମ୍ଭରେ ବାକ୍ୟ ଦେଇଛି ତ ଏହାକୁ ଯୋଡ଼ିକି କରିବା। ଉତ୍ତର ହେଉଛି ଚିର ହେବ ସର୍ବଦା, ଶିର ହେବ ମୁଣ୍ଡ, ଜଗତର ଦୁନିଆ, ନିଃସ୍ୱ ହେଲେ ଯାହାର କିଛି ନାହିଁ। ପ୍ରତ୍ୟେକ ବାକ୍ୟକୁ ବାକ୍ୟ ଗଠନ କରିବା। କ'ଣ ହେବ? ଚିରର ମାର୍କନି ରେଡ଼ିଓ ଉଦ୍ଭାବନ କରି ଚିରକାଳ ଯଶ ରଖିଥିଲେ। ନେକ୍ସଟ ଶିର ରାଜାଙ୍କ ଶିରରେ ମୁକୁଟ ଶୋଭା ପାଏ। ନେକ୍ସଟ ଜଗତ ଜଗତରେ ବହୁତ ପ୍ରାଣୀ ରହିଛନ୍ତି। ନେକ୍ସଟ ନିଶ୍ଚୟ ହରିବାବୁ ନିଃସ୍ୱ ହୋଇ କାଳ କାଟୁଛନ୍ତି। ଥ୍ୟାଙ୍କ ୟୁ। ଭିଡ଼ିଓଟି ଦେଖିଥିବାରୁ ଲାଇକ୍, କମେଣ୍ଟ ଆଣ୍ଡ ସେୟାର, ସବସ୍କ୍ରାଇବ୍ କରିଦେବେ।